ଯାହା ନ ଦେଖିବ ବେନି ନୟନେ ପରତେ ନଯିବ ଗୁରୁ ବଚନେ। ହଁ ଆଜ୍ଞା, ବିଦେଇପୁର ମେଳାରେ ଅନ୍ୟ ମେଳାଠାରୁ ଏଠାରେ ଅନେକ ସ୍ୱତନ୍ତ୍ରତା ଅଛି। ଏଠାରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗୋଟିଏ ପ୍ରକାର ଦୋକାନମାନେ ବସିଥାନ୍ତି। ସମସ୍ତ ଫାଷ୍ଟଫୁଡ୍ ଦୋକାନ ଗୋଟିଏ ଜାଗାରେ ତ ସବୁ ଶଙ୍ଖ ଦୋକାନ, କଂସା ବାସନ ଦୋକାନ ଗୋଟିଏ ଗୋଟିଏ ଜାଗାରେ ବସିଥାନ୍ତି। ବିଦେଇପୁର ମୁନିମେଳା ବାସୁଦେବପୁର ତଥା ଭଦ୍ରକ ଜିଲ୍ଲାର ଏକ ପ୍ରସିଦ୍ଧ ଲୋକ ଉତ୍ସବ। ଏଠାରେ କପିଳ ଋଷିଙ୍କୁ ପୂଜା କରାଯାଏ। ବୟୋଜ୍ୟେଷ୍ଠ ଲୋକ କହନ୍ତି ପ୍ରାୟ 150 ବର୍ଷ ପୂର୍ବରୁ ଏହା ପାଳିତ ହୋଇ ଆସୁଛି। ପ୍ରତିବର୍ଷ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ 1 ମାସ ଧରି ଚାଲେ। ସଂକ୍ରାନ୍ତି ଠାରୁ ନବରାତ୍ର ପର୍ଯ୍ୟନ୍ତ ନାମଯଜ୍ଞ ଚାଲେ। ନବରାତ୍ର ଠାରୁ ମେଳା ଲାଗିଥାଏ। ଏଠାରେ ଘରକରଣା ଜିନିଷ ଠାରୁ ଆରମ୍ଭ କରି ମୋଟର ସାଇକେଲ ଦୋକାନ ପର୍ଯ୍ୟନ୍ତ ବସେ। ନିଆରା ପରମ୍ପରା ସ୍ୱରୂପ ମକର ସଂକ୍ରାନ୍ତି ଦିନ ମୁନିଙ୍କ ଆସ୍ଥାନ ଚତୁଃପାର୍ଶ୍ୱରେ ମାଟି ପକାଇ ଭୋଗ ଲଗାଇଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଅଛି। ସେଥିପାଇଁ ମକର ସଂକ୍ରାନ୍ତି ଦିନ ପଡ଼ିଶା ପଞ୍ଚାୟତ ସମେତ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥାଏ। ଭକ୍ତଙ୍କ ମନୋରଞ୍ଜନ ପାଇଁ ପାଲା ପରିବେଷଣ ସହିତ ଅପେରା ପାର୍ଟି ପଡ଼ିଥାଏ। ସଦସ୍ୟଙ୍କ ଫିସ୍ ଓ ମେଳାରେ ପଡ଼ିଥିବା ଦୋକାନୀଙ୍କ ଫିସ୍ରେ ମେଳା ପରିଚାଳିତ ହୋଇଥାଏ ବୋଲି କମିଟି ସଦସ୍ୟ ପ୍ରକାଶ କରିଥିଲେ। ଆମର ମେଳା 100 ରୁ 150 ବର୍ଷରୁ ଉର୍ଦ୍ଧ୍ୱ ଏ ମେଳା ଏଠି ଚାଲି ଆସୁଛି। ଆମ ବାପା ଜେଜେ ଅମଳରୁ ଏ ମେଳା ଆମେ ଦେଖି ଆସୁଛୁ। ଆଉ ଏ ମେଳାଟି ପ୍ରତି ଜାନୁଆରୀ ମାସ ସଂକ୍ରାନ୍ତି ଦିନ ମେଳାଟି ଆରମ୍ଭ ହୁଏ। ସେଦିନ ଆମ ଗ୍ରାମର 5-7ଟି ଗ୍ରାମବାସୀ ଏବଂ 5-7ଟି ଗ୍ରାମ ପଞ୍ଚାୟତରୁ ଲୋକମାନେ ଆସନ୍ତି। ମାନେ କପିଳ ମୁନିଙ୍କର ଚାରିପାର୍ଶ୍ୱରେ ଆଉ ସମ୍ମୁଖରେ ମଧ୍ୟ ମାଟି ପକାନ୍ତି ଏବଂ ଫୁଲ ଅର୍ପଣ କରନ୍ତି ଏବଂ ଭୋଗ ମଧ୍ୟ ଲଗାନ୍ତି। ବହୁ ଭିଡ଼ ହୁଏ ଏବଂ ଏବେ 10 ବର୍ଷ ଧରି ସେଇ ଦିନଠୁ ଆମର ନବରାତ୍ର କପିଳମୁନି ନବରାତ୍ର ନାମଯଜ୍ଞ ମହୋତ୍ସବ ଆରମ୍ଭ କରାହେଉଛି। ସେ ମଧ୍ୟ 10 ଦିନ ଧରି ଏଠି ଚାଲୁଛି। 13 ରୁ 23 ବା 14 ରୁ 24 ତାରିଖ ଏମିତି 10 ଦିନ ଧରି ଆମ ନବରାତ୍ରଟି ଚାଲେ। ନବରାତ୍ର ସରିଲା ପରେ ଆମର ଦୋକାନୀ ମାନେ ସବୁ ଧୀରେ ଧୀରେ ଆସନ୍ତି। ଦୋକାନୀ ମାନେ ବିଭିନ୍ନ ଆମ ଜିଲ୍ଲା ପ୍ଲସ୍ ବାଲେଶ୍ୱର ଏବଂ ଆଖପାଖ ଜିଲ୍ଲା ପଡ଼ୋଶୀ ଜିଲ୍ଲାମାନଙ୍କରୁ ମଧ୍ୟ ଦୋକାନୀ ମାନେ ଆସନ୍ତି। ରେମୁଣାରୁ ମଧ୍ୟ ଦୋକାନୀ ଆସନ୍ତି। ଆଉ ଦୋକାନୀ ଗୁଡ଼ିକ ବିଭିନ୍ନ ଏମିତି ଚାଟ୍ ଗୋଟେ ଲାଇନରେ ବିଭିନ୍ନ ଦୋକାନୀ ଗୋଟିଏ ଗୋଟିଏ ଲାଇନରେ ସଜେଇ ହିଁ ରୁହନ୍ତି। ଜୋତା ଦୋକାନ ଲାଇନ ହୁଏ, କପଡ଼ା ଦୋକାନ, ଷ୍ଟେସନାରୀ, ଫର୍ଣ୍ଣିଚର ଏବଂ ସମସ୍ତ ପ୍ରକାର ଦୋକାନୀ ବିଭିନ୍ନ ଦି ଲାଇନ ହେଇକି ସବୁ ବସନ୍ତି। ଏବଂ ମେଳାଟି ନିଜ ଆଜ୍ଞାରେ କପିଳ ବାବା ଖୋଲା ଆକାଶ ତଳେ ବରଗଛ ମୂଳେ ଛୋଟିଆ ଆସ୍ଥାନରେ ପୂଜା ପାଉଛନ୍ତି। କପିଳମୁନି କମିଟି ସଭାପତି ସୀତାକାନ୍ତ ପାଣିଗ୍ରାହୀ ଏବଂ ସମ୍ପାଦକ ଶରତ ଚନ୍ଦ୍ର ରାୟଙ୍କ ବରିଷ୍ଠ ନେତୃତ୍ୱ ଏବଂ 64 ଜଣ ସଦସ୍ୟ, ସରପଞ୍ଚ ତଥା ଜନପ୍ରତିନିଧି, କସିଆ ମେରାଇନ ପୋଲିସ ତଥା ଗ୍ରାମବାସୀଙ୍କ ସହଯୋଗରେ ମୁନିମେଳା ଶୃଙ୍ଖଳାର ସହିତ ସମାପନ ହୋଇଥାଏ। ଭଦ୍ରକ ବିଦେଇପୁର ମୁନିମେଳାରୁ ଅମୂଲ୍ୟ କୁମାର ମାଝୀଙ୍କ ରିପୋର୍ଟ, ଅମୂଲ୍ୟ ଲାଇଭ୍।